ଆଜିର ବିଷୟ ହେଉଛି ପର ଉପକାରରେ ହିଁ ନିଜର ଉପକାର। କର୍ତ୍ତବ୍ୟନିଷ୍ଠା ଆମର ଆଧ୍ୟାତ୍ମିକ ଉନ୍ନତି ପାଇଁ କେତେ ଦୂର ସହାୟକ ହୁଏ ସେ ବିଷୟରେ ଆହୁରି ଅଧିକ ଆଲୋଚନା କରିବା ପୂର୍ବରୁ କର୍ମ କହିଲେ ଭାରତରେ ଆମେ କ'ଣ ବୁଝୁ ତାହାର ଆଉ ଗୋଟିଏ ଦିଗ ଯେତେ ସଂକ୍ଷେପରେ ସମ୍ଭବ ତୁମମାନଙ୍କ ନିକଟରେ ବର୍ଣ୍ଣନା କରିବା ପାଇଁ ଚେଷ୍ଟା କରିବି। ପ୍ରତ୍ୟେକ ଧର୍ମର ତିନୋଟି ବିଭାଗ ଅଛି: ଦାର୍ଶନିକ, ପୌରାଣିକ ଓ ଆନୁଷ୍ଠାନିକ। ଅବଶ୍ୟ ଦାର୍ଶନିକ ଭାଗ ହିଁ ପ୍ରତ୍ୟେକ ଧର୍ମର ସାର। ପୌରାଣିକ ଭାଗ ଏହି ଦାର୍ଶନିକ ଭାଗର ହିଁ ବିସ୍ତୃତି ମାତ୍ର। ସେଥିରେ ମହାପୁରୁଷମାନଙ୍କର ଅଳ୍ପ ବିସ୍ତାର କାଳ୍ପନିକ ଜୀବନୀ ଏବଂ ଅଲୌକିକତାର ଉପାଖ୍ୟାନ ଓ ଗଳ୍ପ ସମୂହ ଦ୍ୱାରା ଦାର୍ଶନିକ ତତ୍ତ୍ୱକୁ ହିଁ ଉତ୍ତମ ରୂପେ ବୁଝାଇବାର ଚେଷ୍ଟା କରାଯାଇଛି। ଆନୁଷ୍ଠାନିକ ଅଂଶ ଏହି ଦର୍ଶନର ଆହୁରି ସ୍ଥୂଳତର ରୂପ, ଯେପରିକି ସମସ୍ତେ ତାହା ଧାରଣା କରିପାରନ୍ତି। ଏହି ଅନୁଷ୍ଠାନ ହିଁ କର୍ମ। ପ୍ରତ୍ୟେକ ଧର୍ମରେ ଏହା ପ୍ରୟୋଜନୀୟ, କାରଣ ଆମମାନଙ୍କ ମଧ୍ୟରୁ ଅନେକ ଯେତେଦିନ ପର୍ଯ୍ୟନ୍ତ ଆଧ୍ୟାତ୍ମିକ ବିଷୟରେ ଯଥେଷ୍ଟ ଉନ୍ନତି ଲାଭ ନ କରିଛନ୍ତି ସେତେଦିନ ପର୍ଯ୍ୟନ୍ତ ସୂକ୍ଷ୍ମ ଆଧ୍ୟାତ୍ମିକ ତତ୍ତ୍ୱ ଧାରଣା କରିବା ପାଇଁ ସେମାନେ ଅସମର୍ଥ। ଲୋକେ ସାଧାରଣତଃ ଭାବିଥାନ୍ତି ଯେ ସେମାନେ ସବୁ ବିଷୟ ବୁଝନ୍ତି, କିନ୍ତୁ କାର୍ଯ୍ୟକ୍ଷେତ୍ରରେ ଦେଖାଯାଏ ଯେ ତାହା ଠିକ୍ ନୁହେଁ। ମନର ସୂକ୍ଷ୍ମ ଭାବ ସମୂହକୁ ହୃଦୟଙ୍ଗମ କରିବା ଖୁବ୍ କଠିନ। ତେଣୁ ଆମେ ପ୍ରତୀକ ଉପାସନାର ସାହାଯ୍ୟ ନେଇଥାଉ। ପ୍ରତୀକ ସାହାଯ୍ୟରେ କୌଣସି ବସ୍ତୁକୁ ଧାରଣା କରିବାର ପ୍ରଣାଳୀ ଆମେ କେବେ ହେଲେ ତ୍ୟାଗ କରିପାରୁନାହିଁ। ସ୍ମରଣାତୀତ କାଳରୁ ସବୁ ଧର୍ମରେ ପ୍ରତୀକର ବ୍ୟବହାର ଦେଖିବାକୁ ମିଳେ। ଗୋଟିଏ ଦିଗରେ ଆମେ ପ୍ରତୀକ ବ୍ୟତୀତ ଚିନ୍ତା କରିପାରୁନାହିଁ। ଶବ୍ଦ ସମୂହ ଚିନ୍ତାର ପ୍ରତୀକ ମାତ୍ର। ଅନ୍ୟ ଦିଗରେ ଜଗତର ସମସ୍ତ ପଦାର୍ଥକୁ ପ୍ରତୀକ ରୂପେ ଦେଖାଯାଇପାରେ। ସମଗ୍ର ଜଗତ ହେଉଛି ଗୋଟିଏ ପ୍ରତୀକ ଏବଂ ଏହାର ପଶ୍ଚାତରେ ଥିବା ମୂଳ ତତ୍ତ୍ୱ ହେଲେ ଈଶ୍ୱର। ଏହି ପ୍ରତୀକ ଜ୍ଞାନ ସମ୍ପୂର୍ଣ୍ଣ ଭାବେ ମାନବ ସୃଷ୍ଟ ନୁହେଁ। କୌଣସି ବିଶେଷ ଧର୍ମାବଲମ୍ବୀ କେତେଜଣ ବ୍ୟକ୍ତି ଏକତ୍ର ବସି ଭାବିଚିନ୍ତି ସ୍ୱକଳ୍ପିତ କେତେ ଗୁଡ଼ିଏ ପ୍ରତୀକର ସୃଷ୍ଟି କଲେ। ତାହା ନୁହେଁ। ପ୍ରତୀକ ଗୁଡ଼ିକର ସ୍ୱାଭାବିକ ବିକାଶ ହୋଇଥାଏ। ଅନ୍ୟଥା କେତେ ଗୁଡ଼ିଏ ପ୍ରତୀକ ପ୍ରାୟ ପ୍ରତ୍ୟେକ ବ୍ୟକ୍ତିର କେତେକ ଆନ୍ତରିକ ଭାବ ସହିତ ଜଡ଼ିତ ଥାଏ କାହିଁକି? କେତେ ଗୁଡ଼ିଏ ପ୍ରତୀକର ସାର୍ବଜନୀନ ପ୍ରଚଳିତ ରହିଛି। ତୁମମାନଙ୍କ ମଧ୍ୟରୁ ଅନେକଙ୍କର ଧାରଣା ଯେ ଖ୍ରୀଷ୍ଟ ଧର୍ମକୁ ଏହି କ୍ରୁଶ ଚିହ୍ନ ପ୍ରଥମେ ଆସେ, କିନ୍ତୁ ପ୍ରକୃତରେ ଖ୍ରୀଷ୍ଟ ଧର୍ମର ବହୁ ପୂର୍ବରୁ, ମୋଜେସ୍ ଜାତ ହେବା ପୂର୍ବରୁ, ବେଦର ଆବିର୍ଭାବ ହେବା ପୂର୍ବରୁ, ଏପରିକି ଇତିହାସ ସୃଷ୍ଟି ହେବା ପୂର୍ବରୁ ଏହା ବିଦ୍ୟମାନ ଥିଲା। ଆଜଟେକ୍ ଓ ଫିନିସୀୟ ଜାତି ମଧ୍ୟରେ ଯେ କ୍ରୁଶ ପ୍ରତୀକ ପ୍ରଚଳିତ ଥିଲା ତାହାର ପ୍ରମାଣ ମିଳେ। ପ୍ରତ୍ୟେକ ଜାତି ଏହି କ୍ରୁଶ ଚିହ୍ନ ବ୍ୟବହାର କରୁଥିବା ପରି ମନେ ହୁଏ। ପୁନଶ୍ଚ ଜଣେ କ୍ରୁଶବିଦ୍ଧ ପରିତ୍ରାତାଙ୍କର ପ୍ରତୀକ ପ୍ରାୟ ସବୁ ଜାତି ମଧ୍ୟରେ ଥିଲା ବୋଲି ମନେ ହୁଏ। ସମଗ୍ର ଜଗତରେ ବୃତ୍ତ ଗୋଟିଏ ଉତ୍କୃଷ୍ଟ ପ୍ରତୀକର ସ୍ଥାନ ଅଧିକାର କରିଅଛି। ତାପରେ ସର୍ବାପେକ୍ଷା ସାର୍ବଜନୀନ ପ୍ରତୀକ ସ୍ୱସ୍ତିକ। ଏକଦା ଚିନ୍ତା କରାଯାଉଥିଲା ଯେ ବୌଦ୍ଧଗଣ ସମଗ୍ର ପୃଥିବୀରେ ଏହା ପ୍ରଚାର କରିଛନ୍ତି, କିନ୍ତୁ ବର୍ତ୍ତମାନ ଜଣାପଡ଼ିଛି ଯେ ବୌଦ୍ଧ ଧର୍ମର ଅନେକ ପୂର୍ବରୁ ବିଭିନ୍ନ ଜାତି ମଧ୍ୟରେ ଏହା ପ୍ରଚଳିତ ଥିଲା। ପ୍ରାଚୀନ ବେବିଲନ୍ ଓ ମିଶରରେ ଏହାର ପ୍ରଚଳନ ଥିଲା। ଏହାଦ୍ୱାରା କ'ଣ ପ୍ରମାଣିତ ହେଉଛି? ଏହି ପ୍ରତୀକ ଗୁଡ଼ିକ କେବଳ ଚିରାଚରିତ ବା କଳ୍ପନା ପ୍ରସୂତ ନୁହେଁ। ଏଗୁଡ଼ିକର ପଛରେ ନିଶ୍ଚୟ କୌଣସି ଯୁକ୍ତି ଅଛି। ମାନବ ମନ ସହିତ ଏଗୁଡ଼ିକର କୌଣସି ପ୍ରକାର ସ୍ୱାଭାବିକ ସମ୍ବନ୍ଧ ଅଛି। ଭାଷା ମଧ୍ୟ ଗୋଟିଏ କୃତ୍ରିମ ବସ୍ତୁ ନୁହେଁ। କେତେଜଣ ଲୋକ ଏକତ୍ର ହୋଇ କେତେ ଗୁଡ଼ିଏ ଭାବକୁ ବିଶେଷ ଶବ୍ଦ ଦ୍ୱାରା ପ୍ରକାଶ କରିବେ ବୋଲି ସମ୍ମତ ହେବାରୁ
ଭାଷାର ଯେ ଉତ୍ପତ୍ତି ହୋଇଅଛି ତାହା ନୁହେଁ। ଯେକୌଣସି ଭାବ ତାହାର ଅନୁରୂପ ଶବ୍ଦ ବ୍ୟତିରେକେ ଅଥବା କୌଣସି ଶବ୍ଦ ତାହାର ଅନୁରୂପ ଭାବ ବ୍ୟତିରେକେ ରହିପାରେ ନାହିଁ। ଶବ୍ଦ ଓ ଭାବ ସ୍ୱଭାବତଃ ହିଁ ଅବିଚ୍ଛେଦ୍ୟ। ଭାବ ସମୂହ ବୁଝାଇବା ପାଇଁ ଶବ୍ଦ ବା ବର୍ଣ୍ଣ ପ୍ରତୀକ ଉଭୟ ବ୍ୟବହୃତ ହୋଇପାରେ। ବଧିର ଓ ମୂକ ବ୍ୟକ୍ତିଗଣଙ୍କ ପାଇଁ ଶବ୍ଦ ପ୍ରତୀକ ବ୍ୟତୀତ ଅନ୍ୟ ପ୍ରତୀକର ସାହାଯ୍ୟ ପ୍ରয়োଜନ ହୁଏ। ମନର ପ୍ରତ୍ୟେକ ଚିନ୍ତାର ପରିପୂରକ ଗୋଟିଏ ରୂପ ଅଛି। ସେଗୁଡ଼ିକୁ ସଂସ୍କୃତ ଦର୍ଶନରେ ନାମ ରୂପ କହନ୍ତି। ଯେପରି କୃତ୍ରିମ ଉପାୟରେ ଭାଷା ସୃଷ୍ଟି କରିବା ଅସମ୍ଭବ, ସେହିପରି କୃତ୍ରିମ ଉପାୟରେ ପ୍ରତୀକ ସୃଷ୍ଟି କରିବା ମଧ୍ୟ ସମ୍ଭବ ନୁହେଁ। ପୃଥିବୀରେ ପ୍ରଚଳିତ ଆନୁଷ୍ଠାନିକ ଧର୍ମର ପ୍ରତୀକ ଗୁଡ଼ିକ ମଧ୍ୟରେ ମାନବ ଜାତିର ଧର୍ମଚିନ୍ତାର ଅଭିବ୍ୟକ୍ତି ଦେଖିବାକୁ ମିଳେ। କର୍ମ କର୍ମାଣୀ ଅନୁଷ୍ଠାନ, ମନ୍ଦିର ଇତ୍ୟାଦିର କୌଣସି ପ୍ରୟୋଜନ ନାହିଁ ବୋଲି କହିବା ଖୁବ୍ ସହଜ। ଆଜିକାଲିର ଛୋଟ ପିଲାଟିଏ ମଧ୍ୟ ଏକଥା କହିଥାଏ। କିନ୍ତୁ ଆମେ ଦେଖିବାକୁ ପାଉ, ଯେଉଁମାନେ ମନ୍ଦିରକୁ ଯାଇ ଉପାସନା କରନ୍ତି ନାହିଁ, ସେମାନଙ୍କ ଅପେକ୍ଷା ଯେଉଁମାନେ ମନ୍ଦିରରେ ଉପାସନା କରନ୍ତି ସେମାନେ ଅନେକାଂଶରେ ଭିନ୍ନ ପ୍ରକାର। ଏହି କାରଣରୁ କୌଣସି କୌଣସି ଧର୍ମ ସହିତ ଯେଉଁ ସବୁ ବିଶେଷ ପ୍ରକାର ମନ୍ଦିର, କର୍ମକର୍ମାଣୀ ଓ ଅନ୍ୟାନ୍ୟ ସ୍ଥୂଳ କ୍ରିୟାକଳାପ ଜଡ଼ିତ ଅଛି, ତାହା ସେହି ଧର୍ମାବଲମ୍ବୀଙ୍କ ମନରେ ଏହି ସ୍ଥୂଳ ବସ୍ତୁଗୁଡ଼ିକ ଯେଉଁ ସବୁ ଭାବର ପ୍ରତୀକ, ସେହିସବୁ ଭାବର ଉଦ୍ରେକ କରାଇଥାଏ। ତେଣୁ ଅନୁଷ୍ଠାନ ଓ ପ୍ରତୀକ ନିରର୍ଥକ କହିବା ବିଜ୍ଞଚିତ କାର୍ଯ୍ୟ ନୁହେଁ। ଏସବୁ ବିଷୟର ଚର୍ଚ୍ଚା ଓ ଅଭ୍ୟାସ କର୍ମଯୋଗର ଗୋଟିଏ ଅଂଶ। ଏହି କର୍ମ ବିଜ୍ଞାନର ଆହୁରି ଅନେକ ଦିଗ ଅଛି। ସେଗୁଡ଼ିକ ମଧ୍ୟରୁ ଗୋଟିଏ ହେଲା ଭାବ ଓ ଶବ୍ଦର ସମ୍ବନ୍ଧ ଏବଂ ଶବ୍ଦ ଶକ୍ତି କ'ଣ ତାହା ଜାଣିବା। ସବୁ ଧର୍ମରେ ଶବ୍ଦ ଶକ୍ତି ସ୍ୱୀକୃତ ହୋଇଅଛି। ଏପରିକି କୌଣସି କୌଣସି ଧର୍ମରେ ସମଗ୍ର ସୃଷ୍ଟି ଶବ୍ଦରୁ ଉତ୍ପନ୍ନ ହୋଇଅଛି ବୋଲି କୁହାଯାଏ। ଈଶ୍ୱରଙ୍କ ସଂକଳ୍ପର ବାହ୍ୟ ଭାବ ଶବ୍ଦ, ଆଉ ଯେହେତୁ ଈଶ୍ୱର ସୃଷ୍ଟି ପୂର୍ବରୁ ସଂକଳ୍ପ ଓ ଇଚ୍ଛା କରିଥିଲେ, ସେହି ହେତୁ ଶବ୍ଦରୁ ସୃଷ୍ଟି ହୋଇଛି ବୋଲି କୁହାଯାଏ। ଜଡ଼ବାଦୀ ଇହ ସର୍ବସ୍ୱ ଜୀବନର ପେଷଣ ଓ କ୍ଷିପ୍ରତା ହେତୁ ଆମର ସ୍ନାୟୁଗୁଡ଼ିକ ଅଚେତନ ଓ କଠିନ ହୋଇଯାଇଅଛି। ଆମେ ଯେତେ ବୃଦ୍ଧ ହେଉ ଏବଂ ଜୀବନରେ ଯେତେ ଆଘାତ ସହୁ, ଆମେ ସେତେ ଅନୁଭୂତିହୀନ ହୋଇପଡ଼ୁ ଓ ଯେଉଁ ଘଟଣାଗୁଡ଼ିକ ବାରମ୍ବାର ଆମର ଦୃଷ୍ଟି ଆକର୍ଷଣ କରିବାର ଚେଷ୍ଟା କରୁଅଛି, ସେଗୁଡ଼ିକୁ ଆମେ ଅବହେଳା କରିବା ପାଇଁ ପ୍ରବୃତ୍ତ ହେଉ। କିନ୍ତୁ ସମୟ ସମୟରେ ଆମେ ସଜାଗ ହେଉ ଓ ଏହିସବୁ ସାଧାରଣ ଘଟଣା ଦେଖି ଆମେ ବିସ୍ମିତ ହେଉ ଏବଂ ସେଗୁଡ଼ିକର ତତ୍ତ୍ୱ ଅନୁସନ୍ଧାନରେ ପ୍ରବୃତ୍ତ ହେଉ। ଏହିପରି ବିସ୍ମୟ ହିଁ ଜ୍ଞାନ ଆଲୋକ ପ୍ରାପ୍ତିର ପ୍ରଥମ ସୋପାନ। ଶବ୍ଦର ଉଚ୍ଚ ଦାର୍ଶନିକ ଓ ଆଧ୍ୟାତ୍ମିକ ମୂଲ୍ୟ ଛାଡ଼ିଦେଲେ ସୁଦ୍ଧା ଆମେ ଦେଖୁ ଯେ ଶବ୍ଦ ପ୍ରତୀକ ମାନବ ଜୀବନର ରଙ୍ଗମଞ୍ଚରେ ଏକ ପ୍ରଧାନ ଅଂଶ ଅଭିନୟ କରିଥାଏ। ମୁଁ ତୁମ ସହିତ କଥା କହୁଛି, କିନ୍ତୁ ମୁଁ ତୁମକୁ ସ୍ପର୍ଶ କରୁନାହିଁ। ମୋ କଥା ଦ୍ୱାରା ବାୟୁରେ ଯେଉଁ କମ୍ପନ ସୃଷ୍ଟି ହେଉଛି, ତାହା ତୁମ କର୍ଣ୍ଣକୁ ଯାଇ ତୁମର ସ୍ନାୟୁଗୁଡ଼ିକୁ ସ୍ପର୍ଶ କରୁଅଛି ଏବଂ ତୁମ ମନ ଉପରେ ପ୍ରଭାବ ବିସ୍ତାର କରୁଅଛି। ତୁମେ ଏହାର ପ୍ରତିରୋଧ କରିପାରିବ ନାହିଁ। ଏହା ଅପେକ୍ଷା ଅଧିକତର ଆଶ୍ଚର୍ଯ୍ୟ ଆଉ କ'ଣ ଥାଇପାରେ? ଜଣେ ବ୍ୟକ୍ତି ଅନ୍ୟ ଜଣକୁ ମୂର୍ଖ ବୋଲି କହିଲା। ସେ ଏକଥା ଶୁଣି ତତ୍କ୍ଷଣାତ୍ ମୁଷ୍ଟିବଦ୍ଧ କରି ତା ନାକରେ ବିଧା ମାରିଲା। ଦେଖ ଶବ୍ଦର କି ଶକ୍ତି! ଜଣେ ସ୍ତ୍ରୀ ଦୁଃଖରେ କାନ୍ଦୁଛି। ଅନ୍ୟ ଜଣେ ସ୍ତ୍ରୀ ଆସି ତାକୁ କେତୋଟି ମିଠା କଥା କହୁଛି। ଦେଖ, କାନ୍ଦୁଥିବା ସ୍ତ୍ରୀ ସଙ୍ଗେ ସଙ୍ଗେ ସଳଖ ହୋଇ ବସିଲା। ତାର ଦୁଃଖ ଚାଲିଗଲା। ତା ମୁହଁରେ ହସ ଫୁଟି ଉଠିଲା। ଉଚ୍ଚ ଦର୍ଶନ ଛଡ଼ା ସାଧାରଣ ଜୀବନରେ ମଧ୍ୟ ଶବ୍ଦର ପ୍ରବଳ ଶକ୍ତି। କିନ୍ତୁ ଏ ସମ୍ବନ୍ଧରେ ଆମେ ବିଶେଷ ଚିନ୍ତା ଓ ଅନୁସନ୍ଧାନ କରୁନାହିଁ। ଯଦିଓ ଆମେ ଦିବାରାତ୍ର ଏହି ଶକ୍ତି ଦ୍ୱାରା କାର୍ଯ୍ୟ କରୁଥାଉ, ଏହି ଶକ୍ତିର ପ୍ରକୃତି ଜାଣିବା ଓ ଯଥାଯଥ ଭାବରେ ତାହାର ବ୍ୟବହାର କରିବା କର୍ମଯୋଗର ଅଙ୍ଗବିଶେଷ।
अन्य प्रति आमर कर्तव्यर अर्थ अन्य को साहाय्य करिबा, जगतर उपकार करिबा। काहेकि आमे जगतर उपकार करिबा? आपात दृष्टि रे बोध हुए जे आमे जगत को साहाय्य करू, किंतु प्रकृत रे आमे निजको ही साहाय्य करिथाउ। आमे सर्वदा जगतर उपकार करिया पई चेष्टा करिबा दरकार। यह जेपरि आम कर्म प्रवृत्तिर श्रेष्ठ प्रेरणा। किंतु आमे भल भाव रे विचार कले देखिबा को पाऊ जे आम निकटरू जगत कौनसी साहाय्य प्रयोजन करे नाही। तुमे किंबा मु आसी उपकार करिबा बोली जगत सृष्टि होई नाही। मु थरे गोटिए ख्रीष्टीय धर्म उपदेश पढ़िसिली। एही सुंदर जगत अति मंगलमय, कारण एठारे आमे अन्य को साहाय्य करिया पई समय और सुविधा पाऊ। बाह्यत यह अति सुंदर कथा सत्य, किंतु जगत रे आमर साहाय्यर प्रयोजन अछि एपरि कहिबा कोन ईश्वर निंदा नुहे। अवश्य जगत रे जे यथेष्ट दुख अछि ताहा आमे अस्वीकार करि पारु नाही। सुतरां आमे जेउ सब काम करू से गुडिक मध्यरु अन्य को साहाय्य करिबा ही सर्वापेक्षा उत्तम कार्य। अवशेष रे आमे देखिबा को पाइबा जे अन्य को साहाय्य करिवार अर्थ निजर उपकार करिबा। बाल्य काल रे मु केते गुडिए धळा मूषा रखिथिली। से गुडिक रहुथिले गोटे छोट बाक्स रे। सेथिरे पुनी छोट छोट चक लागिथिला। मूषा गुडिक सेही चक उपर देई जिबार चेष्टा कला मात्रे चक गुडिक बुली जाए। तेणु मूषा गुडिक आउ अग्रसर होई पारंती नाही। एही जगत को साहाय्य करिबा अर्थ ठीक एहीपरि। तेबे एतिकी अंतत उपकार हुए जे आम निजर शिक्षा हुए। ए जगत भल नुहे, मंद मध्य नुहे। प्रत्येक व्यक्ति निज पाई गोटे जगत सृष्टि करे। अंध व्यक्ति यदि पृथ्वी सम्बन्ध में भाविबा को आरंभ करे तेबे ता निकट जगत नरम बा शक्त, ठंडा बा गरम बोली प्रतिभात हेब। आम जीवन राशिकृत सुख बा दुखर समष्टि मात्र। आमे जीवन रे अजस्र थर यह अनुभव करिअछु। युवक माने साधारणतः आशावादी एवं वृद्ध माने नैराश्यवादी होइथांती। युवक मानक सम्मुख रे समग्र जीवन पड़ी रही। वृद्ध माने केवल असंतोष प्रकाश करती, कारण सेमानंक दिन सरी जाइछि। शत शत वासना सेमानंक हृदय रे आलोड़न सृष्टि करुअछि, किंतु वर्तमान से गुड़ी को पूरण करिवार सामर्थ्य सेमानंकर नाही। दुहिंकु दुहे निर्बोध। आमे जेपरि मनोभाव नहीं ए जीवन को देखु ताहा सेहीपरि प्रतीयमान होइथाए। नतुबा स्वरूपत ए जीवन भल नुहे कि मंद नुहे। स्वरूपत अग्नि भल नुहे कि मंद मध्य नुहे। जेतेबेले एहा आमको सुखतप्त करे सेतेबेले आमे कहू अग्नि केडे सुंदर। पुनश्च जेतेबेले एहा आमर अंगुली को दग्ध करे सेतेबेले आमे अग्नि को निंदा करिथाउ। अग्नि किंतु स्वरूपत भल नुहे कि मंद नुहे। आमे ताहार जेपरि व्यवहार करू ताहा सेहीपरि भाव आम मन रे जागृत करे। जगत संबंध रे ठीक सेही कथा। जगत स्वयं संपूर्ण ए कथार अर्थ होउछि जगत निजर समुदाय प्रयोजन पूरण करिया पई समर्थ। आमे निश्चित रही पारु जे आम साहाय्य व्यतीत जगत ठीक चली जीव। ताहार उपकार पई आमर चिंता करिवार प्रयोजन नाही। तथापि आमको परोपकार करिवा को हेबो। एहा ही आमर कर्म प्रवृत्तिर सर्वोच्च प्रेरणा। आमे जानिबा उचित जे परोपकार करिवा एक परम सुजोग और सौभाग्य। उच्च मंच उपर दंडायमान होई 5टी पैसा हाथ में धरी कह नाही हेई ने बिचरा, बरं ता प्रति कृतज्ञ हो, कारण एही गरीब लोकटी अछि बोली ताहाको साहाय्य करी तुमे निजर उपकार करि पारुछ। जे ग्रहण करे से धन्य हुए नाही, बरं जे दान करे से ही धन्य हुए। तुमे जे तुमर दया और करुणा शक्ति प्रयोग करी निजको पवित्र करने को समर्थ हेउछ, एथिपाई तुमे कृतज्ञ हो। समस्त भल कार्य आम मानक पवित्र और सिद्ध हेबापाई सहायता करे। आमे खूब बेसी हेले कौन करिपारू? हुए तो गोटे डाक्तरखाना, रास्ता
ବା ଦାତବ୍ୟ ଆଶ୍ରମ ନିର୍ମାଣ କରିପାରୁ। ଗରିବ ଦୁଃଖୀମାନଙ୍କୁ ସାହାଯ୍ୟ କରିବା ପାଇଁ ହୁଏତ 20-30 ଲକ୍ଷ ଟଙ୍କା ସଂଗ୍ରହ କରିପାରୁ। ସେଥିମଧ୍ୟରୁ 10 ଲକ୍ଷ ଟଙ୍କା ବ୍ୟୟ କରି ଗୋଟିଏ ଡାକ୍ତରଖାନା ପ୍ରତିଷ୍ଠା କରିପାରୁ। 10 ଲକ୍ଷ ଟଙ୍କା ନାଚ ତାମସା ବା ମଦରେ ଖର୍ଚ୍ଚ କରିପାରୁ। 10 ଲକ୍ଷରୁ ଅଧିକ ଟଙ୍କା କର୍ମଚାରୀମାନେ ଚୋରି କରି ନେଇପାରନ୍ତି ଏବଂ ଅବଶିଷ୍ଟ ଅଂଶ ହୁଏତ ଗରିବଙ୍କ ନିକଟରେ ପହଞ୍ଚିଲା। କିନ୍ତୁ ସେଥିରେ ଲାଭ କ'ଣ ହେଲା? ଗୋଟିଏ ପୁତକାରରେ 5 ମିନିଟରେ ସବୁ ନଷ୍ଟ ହୋଇଯାଇପାରେ। ତେବେ ଉପାୟ କ'ଣ? ଗୋଟିଏ ଆଗ୍ନେୟଗିରିର ଅଗ୍ନି ଉତ୍ପାତ ଫଳରେ ରାସ୍ତା, ଡାକ୍ତରଖାନା, ନଗର, ଘର ସବୁ ଧୂଳିସାତ ହୋଇଯାଇପାରେ। ଅତଏବ ଆସ, ଜଗତର ଉପକାର କରିବା। ଏହି ଅଜ୍ଞାନ କଥା ଏକାବେଳକେ ପରିତ୍ୟାଗ କରିବା। ଜଗତ ତୁମର ବା ମୋର ସାହାଯ୍ୟ ପାଇଁ ଅପେକ୍ଷା କରୁନାହିଁ। ତଥାପି ଆମମାନଙ୍କୁ କାର୍ଯ୍ୟ କରିବାକୁ ହେବ। ସର୍ବଦା ଲୋକଙ୍କର ଉପକାର କରିବାକୁ ହେବ। କାରଣ ଏହା ଆମ ପକ୍ଷରେ ଏକ ଆଶୀର୍ବାଦ ସ୍ୱରୂପ। କେବଳ ଏହା ଦ୍ୱାରା ହିଁ ଆମେ ପୂର୍ଣ୍ଣ ହୋଇପାରିବା। ଆମେମାନେ ଯେଉଁ ଭିକାରୀମାନଙ୍କୁ ସାହାଯ୍ୟ କରୁ, ସେମାନେ ଆମ ନିକଟରେ ଗୋଟାଏ ପଇସା ପାଇଁ ଋଣୀ ନୁହନ୍ତି, ବରଂ ଆମେ ସେମାନଙ୍କ ନିକଟରେ ଋଣୀ। କାରଣ ତା ଉପରେ ଆମର ଦୟାବୃତ୍ତି ଅନୁଶୀଳନ କରିବା ପାଇଁ ସେ ଅନୁମତି ଦେଇଛି। ଆମେ ଜଗତର କିଛି ଉପକାର କରିଅଛୁ ବା କରିପାରୁ, ଏପରି ଚିନ୍ତା କରିବା ସମ୍ପୂର୍ଣ୍ଣ ଭୁଲ। ଏହା ଏକ ମୂର୍ଖ ଭଳି ଚିନ୍ତା। ଏପରି ଚିନ୍ତା ଦୁଃଖଦାୟକ ମଧ୍ୟ। ଆମେ ମନେ କରୁ ଯେ ଆମେ କାହାରିକୁ ସାହାଯ୍ୟ କରିଅଛୁ ଏବଂ ଆଶା କରୁ ସେ ଆମକୁ ଧନ୍ୟବାଦ ଦେବ ଏବଂ ସେ ଧନ୍ୟବାଦ ନ ଦେଲେ ଆମ ମନରେ କଷ୍ଟ ହୁଏ। କିନ୍ତୁ ଆମର କୃତ ଉପକାର ପାଇଁ ଆମେ କାହିଁକି ପ୍ରତିଦାନ ଆଶା କରିବା? ଯାହାକୁ ସାହାଯ୍ୟ କରିଅଛ ତା ପ୍ରତି କୃତଜ୍ଞ ହୁଅ। ତାହାକୁ ଈଶ୍ୱର ଜ୍ଞାନ କର। ମନୁଷ୍ୟର ସାହାଯ୍ୟ ଦ୍ୱାରା ଈଶ୍ୱରଙ୍କ ଉପାସନା କରିପାରିବା କ'ଣ ଆମର ସୌଭାଗ୍ୟ ନୁହେଁ? ଯଦି ଆମେ ପ୍ରକୃତରେ ଅନାସକ୍ତ ହୋଇଥାନ୍ତୁ, ତେବେ ଏହି ବୃଥା ଆଶାଜନିତ କଷ୍ଟ ଅତିକ୍ରମ କରିଯାଇ ପାରିଥାନ୍ତୁ ଏବଂ ତାହେଲେ ଜଗତରେ କିଛି ସତ୍କାର୍ଯ୍ୟ ମଧ୍ୟ କରିପାରିଥାନ୍ତୁ। ଆସକ୍ତି ଶୂନ୍ୟ ହୋଇ କାର୍ଯ୍ୟ କଲେ ଅଶାନ୍ତି ବା ଦୁଃଖ କେବେ ହେଲେ ଆସିବ ନାହିଁ। ଜଗତ ତା'ର ସୁଖ ଦୁଃଖ ନେଇ ଅନନ୍ତ କାଳ ଚାଲିଥିବ ଏବଂ ଆମେ ତାହାକୁ ସାହାଯ୍ୟ କରୁ ବା ନ କରୁ ସେଥିରେ କିଛି ଯାଇ ଆସେ ନାହିଁ। ଦୃଷ୍ଟାନ୍ତ ସ୍ୱରୂପ ଗୋଟିଏ ଗଳ୍ପ କହୁଛି। ଜଣେ ଗରିବ ଲୋକର କିଛି ଅର୍ଥର ପ୍ରୟୋଜନ ଥିଲା। ସେ ଶୁଣିଥିଲା ଯେ କୌଣସି ପ୍ରକାରେ ଗୋଟିଏ ଭୂତକୁ ବଶୀଭୂତ କରିପାରିଲେ ତାକୁ ଆଦେଶ କରି ଅର୍ଥ ବା ଆଉ ଯାହା ଇଚ୍ଛା ତାହା ସଂଗ୍ରହ କରିପାରିବ। ଅତଏବ ସେ ଗୋଟିଏ ଭୂତ ସଂଗ୍ରହ କରିବା ପାଇଁ ବଡ଼ ବ୍ୟସ୍ତ ହୋଇପଡ଼ିଲା। କିଏ ଜଣେ ତାକୁ ଗୋଟିଏ ଭୂତ ଦେଇପାରିବ, ଏଭଳି ଜଣେ ଲୋକ ସେ ଖୋଜି ବୁଲିଲା। ଅବଶେଷରେ ମହାଯୋଗୈଶ୍ୱର୍ଯ୍ୟ ସମ୍ପନ୍ନ ଜଣେ ସାଧୁଙ୍କ ସହିତ ତାହାର ଦେଖା ହେଲା। ସେ ସାଧୁଙ୍କର ସାହାଯ୍ୟ ପ୍ରାର୍ଥନା କଲା। ସାଧୁ କହିଲେ, ଭୂତକୁ ନେଇ ତମେ କ'ଣ କରିବ? ସେ କହିଲା, ମୋର ଗୋଟିଏ ଭୂତ ଦରକାର। ସେ ମୋ ପାଇଁ କାମ କରିବ। କିପରି ଗୋଟିଏ ଭୂତ ପାଇବି ତାହାର ଉପାୟ ଶିଖାଇ ଦିଅନ୍ତୁ। ମୋର ଗୋଟିଏ ଭୂତ ବିଶେଷ ପ୍ରୟୋଜନ। ସାଧୁ କହିଲେ, ଏତେ ମୁଣ୍ଡ ଖରାପ କର ନାହିଁ, ଘରକୁ ଯାଅ। ତା ପରଦିନ ପୁଣି ସେ ସାଧୁଙ୍କ ନିକଟକୁ ଯାଇ କନ୍ଦାକଟା କରି କହିଲା, ମୋତେ ଗୋଟିଏ ଭୂତ ଦିଅନ୍ତୁ। କାମରେ ସାହାଯ୍ୟ କରିବା ପାଇଁ ମୋର ଗୋଟିଏ ଭୂତ ନିହାତି ଦରକାର। ଅବଶେଷରେ ସାଧୁ ବିରକ୍ତ ହୋଇ କହିଲେ, ଏହି ଯାଦୁ ମନ୍ତ୍ରଟି ନିଅ। ଏହାକୁ ଜପ କଲେ ଗୋଟିଏ ଭୂତ ଆସିବ। ତାହାକୁ ଯାହା ଆଦେଶ କରିବ ସେ ତାହା ହିଁ କରିବ। କିନ୍ତୁ ସାବଧାନ, ଭୂତ ବଡ଼ ଭୟାନକ। ତାକୁ ଅବିରତ କାର୍ଯ୍ୟରେ ବ୍ୟସ୍ତ ରଖିବାକୁ ହେବ। ତାକୁ କାମ ଦେଇ ନ ପାରିଲେ ସେ ତୁମର ପ୍ରାଣ ନେବ। ଲୋକଟି କହିଲା, ଏହା ତ ଅତି ସହଜ କଥା। ମୁଁ ତାକୁ ତା ଜୀବନ ବ୍ୟାପୀ କାମ ଦେଇପାରେ। ଏହା କହି ସେ ଗୋଟିଏ ବଣକୁ ଯାଇ ସେହି ମନ୍ତ୍ରଟି ଜପ କରିବାକୁ ଲାଗିଲା। ଅବଶେଷରେ ତା ସମ୍ମୁଖରେ ଗୋଟିଏ ବିରାଟ ଭୂତ ଆସି ଉପସ୍ଥିତ ହେଲା ଏବଂ କହିଲା, ମୁଁ ଭୂତ, ମୁଁ ତୁମ ମନ୍ତ୍ରରେ ବଶୀଭୂତ ହୋଇଅଛି, କିନ୍ତୁ ମୋତେ ସର୍ବଦା କାର୍ଯ୍ୟରେ ନିଯୁକ୍ତ ରଖିବାକୁ ପଡ଼ିବ। ଯେଉଁ ମୁହୂର୍ତ୍ତରେ କାମ ଦେଇ ନ ପାରିବ ସେହି ମୁହୂର୍ତ୍ତରେ ମୁଁ ତୁମକୁ ସଂହାର କରିବି। ଲୋକଟି କହିଲା, ମୋ ପାଇଁ ଗୋଟିଏ ପ୍ରାସାଦ ନିର୍ମାଣ କରିଦିଅ। ଭୂତ କହିଲା, ହଁ, ପ୍ରାସାଦ ନିର୍ମିତ ହୋଇଅଛି।
ଲୋକଟି କହିଲା, ଟଙ୍କା ଆଣ। ଭୂତ କହିଲା, ହେଇ ନିଅ ଟଙ୍କା। ଲୋକଟି କହିଲା, ଏହି ବଣ କାଟି ଏଠାରେ ଗୋଟିଏ ସହର ତିଆରି କର। ଭୂତ କହିଲା, ତାହା ମଧ୍ୟ ହୋଇଛି, ଆଉ କ'ଣ କରିବାକୁ ହେବ? ସେତେବେଳେ ଲୋକଟିର ଭୟ ହେଲା। ସେ ଭାବିଲା, ଏହାକୁ ତ ଆଉ କୌଣସି କାମ ବତାଇବାର ନାହିଁ। ଦେଖୁଛି ଇଏ ଏକ ମୁହୂର୍ତ୍ତରେ ସବୁ ସମ୍ପନ୍ନ କରୁଛି। ଭୂତ କହିଲା, ମୋତେ କାମ ଦିଅ, ନହେଲେ ତୁମକୁ ଖାଇବି। ଭୂତକୁ ଆଉ କ'ଣ କାମ ଦେବ ଭାବି ନ ପାରି ବିଚରା ଅତିଶୟ ଭୟଭୀତ ହେଲା। ଭୟରେ ଦୌଡ଼ି ଦୌଡ଼ି ସାଧୁଙ୍କ ନିକଟରେ ପହଞ୍ଚି କହିଲା, ପ୍ରଭୁ ମୋତେ ରକ୍ଷା କରନ୍ତୁ। ସାଧୁ ପଚାରିଲେ, ଘଟଣା କ'ଣ? ଲୋକଟି କହିଲା, ଭୂତକୁ ମୁଁ ଆଉ କିଛି କାମ ଦେଇପାରୁନାହିଁ। ମୁଁ ଯାହା କହେ ସେ ସେହି ମୁହୂର୍ତ୍ତରେ ତାହା ସମ୍ପନ୍ନ କରିଦିଏ। ଆଉ ଯଦି ତାକୁ କାମ ନ ଦିଏ ମୋତେ ଖାଇଯିବ ବୋଲି ଭୟ ଦେଖାଉଛି। ଠିକ୍ ସେହି ସମୟରେ ତୁମକୁ ଖାଇବି କହି କହି ଭୂତ ଆସି ଉପସ୍ଥିତ ହେଲା। ତାକୁ ଗିଳିବା ପାଇଁ ଏକଦମ ପ୍ରସ୍ତୁତ। ଲୋକଟି ଭୟରେ ଥରିବାକୁ ଲାଗିଲା ଏବଂ ନିଜର ଜୀବନ ରକ୍ଷା ପାଇଁ ସାଧୁଙ୍କଠାରେ ପ୍ରାର୍ଥନା କରିବାକୁ ଲାଗିଲା। ସାଧୁ କହିଲେ, ଆଚ୍ଛା, ତୁମ ପାଇଁ ଗୋଟିଏ ଉପାୟ କରୁଛି। ଏହି କୁକୁରଟି ଆଡ଼କୁ ଅନାଇ ଦେଖ, ତାହାର ଲାଞ୍ଜଟା ବଙ୍କା। ଶୀଘ୍ର ତରବାରୀ ବାହାର କରି ତା ଲାଞ୍ଜଟା କାଟ। ତାପରେ ଭୂତକୁ ତାହା ସିଧା କରିବା ପାଇଁ ଦିଅ। ଲୋକଟି କୁକୁରର ଲାଞ୍ଜ କାଟି ଭୂତକୁ ଦେଇ କହିଲା, ଏହାକୁ ସଳଖ କରିଦିଅ। ଭୂତ ତାହା ନେଇ ଧୀରେ ଧୀରେ ଅତି ସନ୍ତର୍ପଣରେ ସଳଖ କଲା। କିନ୍ତୁ ଯେପରି ଛାଡ଼ି ଦେଇଛି ସଙ୍ଗେ ସଙ୍ଗେ ତାହା ପୁଣି ବଙ୍କା ହୋଇଗଲା। ପୁଣି ସେ ଅନେକ ପରିଶ୍ରମ କରି ଲାଞ୍ଜଟିକୁ ସଳଖ କଲା, କିନ୍ତୁ ଛାଡ଼ିଦେବା ମାତ୍ରେ ଏହା ପୁଣି ବଙ୍କାଇଗଲା। ପୁଣି ସେ ଧୈର୍ଯ୍ୟ ସହକାରେ ଲାଞ୍ଜଟିକୁ ସଳଖ କଲା, କିନ୍ତୁ ଛାଡ଼ିଦେବା ମାତ୍ରେ ତାହା ପୁଣି ବଙ୍କା ହୋଇଗଲା। ଏହିପରି ଦିନ ପରେ ଦିନ ସେ ପରିଶ୍ରମ କରିଚାଲିଲା। ଅବଶେଷରେ କ୍ଳାନ୍ତ ହୋଇ କହିବାକୁ ଲାଗିଲା, ଜୀବନରେ କେବେ ହେଲେ ଏପରି ଯନ୍ତ୍ରଣାରେ ପଡ଼ିନାହିଁ। ମୁଁ ଜଣେ ପୁରାତନ ପକ୍କା ଭୂତ, କିନ୍ତୁ ଜୀବନରେ କେବେ ହେଲେ ଏପରି ବିପଦରେ ପଡ଼ିନାହିଁ। ଅବଶେଷରେ ଭୂତ ଲୋକଟିକୁ କହିଲା, ଆସ, ତୁମ ସହିତ ମିଳାମିଶା କରିବି। ତୁମେ ମୋତେ ଛାଡ଼ିଦିଅ, ମୁଁ ମଧ୍ୟ ତୁମକୁ ଯାହା ଯାହା ଦେଇଛି ସବୁ ରଖିବାକୁ ଦେବି ଏବଂ ପ୍ରତିଜ୍ଞା କରିବି ଯେ କେବେ ହେଲେ ତୁମର ଅନିଷ୍ଟ କରିବି ନାହିଁ। ଲୋକଟି ଖୁବ୍ ସନ୍ତୁଷ୍ଟ ହୋଇ ଆନନ୍ଦରେ ଏହି ଚୁକ୍ତି ସ୍ୱୀକାର କଲା। ଏ ଜଗତଟା କୁକୁରର ବଙ୍କା ଲାଞ୍ଜ ଭଳି। ମନୁଷ୍ୟ ଶତ ଶତ ବର୍ଷ ଧରି ଏହାକୁ ସଳଖ କରିବାର ଚେଷ୍ଟା କରିଛି, କିନ୍ତୁ ଯେତେବେଳେ ଟିକିଏ ଛାଡ଼ିଦିଏ ସେତେବେଳେ ଏହା ପୁଣି ବଙ୍କେଇଯାଏ। ଅନ୍ୟଥା ଆଉ କିପରି ହେବ? ପ୍ରଥମରୁ ଜାଣିବା ଉଚିତ ଆସକ୍ତି ଶୂନ୍ୟ ହୋଇ କିପରି କାମ କରିବାକୁ ହୁଏ। ତାହେଲେ ଆଉ ମତାନ୍ଧତା ଆସିବ ନାହିଁ। ଯେତେବେଳେ ଆମେ ଜାଣିପାରୁ ଏହି ଜଗତଟା କୁକୁରର ବଙ୍କା ଲାଞ୍ଜ ଭଳି ଏବଂ କେବେ ହେଲେ ସଳଖ ହେବ ନାହିଁ, ସେତେବେଳେ ଆମେ ଆଉ ମତାନ୍ଧ ହେବୁ ନାହିଁ। ଅନେକ ପ୍ରକାର ମତାନ୍ଧ ଅଛନ୍ତି, ମଦ୍ୟପାନ ନିବାରକ, ଚୁରୁଟ ନିବାରକ ଇତ୍ୟାଦି। ଏକଦା ଏହି କ୍ଲାସକୁ ଜନୈକ ଯୁବତୀ ମହିଳା ଆସୁଥିଲେ। ସେ ଏବଂ ଅନ୍ୟ କେତେଜଣ ମହିଳା ମିଶି ଚିକାଗୋରେ ଗୋଟିଏ ହଲ୍ ତିଆରି କରିଥିଲେ। ସେଠାରେ ଶ୍ରମଜୀବୀମାନଙ୍କ ପାଇଁ ସଙ୍ଗୀତ ଓ ବ୍ୟାୟାମ ଶିଖିବାର କିଛି ବ୍ୟବସ୍ଥା କରିଥିଲେ। ମଦ୍ୟପାନ ଓ ଧୂମପାନ ଇତ୍ୟାଦି ଦ୍ୱାରା ଯେଉଁ କ୍ଷତି ହୁଏ, ଦିନେ ସେ କଥା ମୋତେ କହୁଥିଲେ। ସେ କହିଲେ, ଏ ସମସ୍ତ ଦୋଷର ପ୍ରତିକାରର ଉପାୟ ସେ ଜାଣନ୍ତି। ସେ ଉପାୟଟି କ'ଣ ମୁଁ ଜାଣିବାକୁ ଚାହିଁବାରୁ ସେ କହିଲେ, ଆପଣ କ'ଣ ହଲ୍ ଘର କଥା ଜାଣନ୍ତି ନାହିଁ? ତାଙ୍କ କଥା ଶୁଣିଲେ ମନେହୁଏ ତାଙ୍କ ମତରେ ମାନବ ଜାତିର ଯାହା କିଛି ଅଶୁଭ ଏହି ହଲ୍ ଘରଟି ତାହାର ମହୌଷଧି। ଭାରତରେ କେତେଗୁଡ଼ିଏ ମତାନ୍ଧ ଅଛନ୍ତି। ସେମାନେ ମନେ କରନ୍ତି ଯେ ସ୍ତ୍ରୀମାନଙ୍କୁ ଯଦି ଏକାଧିକ ବିବାହ ପାଇଁ ଅନୁମତି ମିଳେ ତାହେଲେ ସବୁ ଦୁଃଖ ଘୁଞ୍ଚିଯିବ। ଏସବୁ ହେଲା ମତାନ୍ଧତା। ତେବେ ଜ୍ଞାନୀ ବ୍ୟକ୍ତି କେବେ ହେଲେ ମତାନ୍ଧ ହୋଇପାରନ୍ତି ନାହିଁ। ମତାନ୍ଧ ବ୍ୟକ୍ତିଗଣ ଠିକ୍ ଠିକ୍ କାମ କରିପାରନ୍ତି ନାହିଁ। ଜଗତରେ ଯଦି ମତାନ୍ଧତା ନଥାନ୍ତା ତେବେ ଜଗତ ବର୍ତ୍ତମାନ ଯେପରି ଉନ୍ନତି କରୁଅଛି ତଦପେକ୍ଷା ଅଧିକ ଉନ୍ନତି କରନ୍ତା। ମତାନ୍ଧତା ଦ୍ୱାରା ମାନବ ଜାତିର ଉନ୍ନତି କରାଯାଏ ଏପରି ଚିନ୍ତା କରିବା ଭୁଲ। ପକ୍ଷାନ୍ତରେ ତାହାଦ୍ୱାରା ବରଂ ଉନ୍ନତିରେ ବିଘ୍ନ ଘଟେ। କାରଣ ତାହାଦ୍ୱାରା ଘୃଣା ଓ କ୍ରୋଧର ଉତ୍ପତ୍ତି ହୁଏ। ଫଳରେ ମନୁଷ୍ୟମାନେ ପରସ୍ପରର ବିରୋଧ କରନ୍ତି
ଏବଂ ପରସ୍ପର ପ୍ରତି ସହାନୁଭୂତିହୀନ ହୋଇପଡ଼ନ୍ତି। ଆମେ ଯାହା କରୁ ବା ଆମର ଯାହା ଅଛି ଆମେ ମନେ କରୁ ସେସବୁ ହିଁ ଜଗତରେ ଶ୍ରେଷ୍ଠ ଏବଂ ଯାହା ଆମମାନଙ୍କର ନାହିଁ ତାହାର କୌଣସି ମୂଲ୍ୟ ମଧ୍ୟ ନାହିଁ। ଅତଏବ ଯେତେବେଳେ ମତାନ୍ଧ ଭାବ ଆସିବ ସେତେବେଳେ ସେହି କୁକୁର ଲାଞ୍ଜ କଥା ମନେ କରିବ। ଜଗତ ପାଇଁ ତୁମର ଉଦ୍ବିଗ୍ନ ଓ ବିନିଦ୍ର ହେବାର ପ୍ରୟୋଜନ ନାହିଁ। ତୁମକୁ ଛାଡ଼ି ମଧ୍ୟ ଜଗତ ଠିକ୍ ଚାଲିବ। ଯେତେବେଳେ ତୁମର ଏହି ମତାନ୍ଧତା ସମ୍ପୂର୍ଣ୍ଣ ରୂପେ ଦୂର ହେବ କେବଳ ସେତିକି ବେଳେ ହିଁ ତୁମେ ଭଲ ଭାବରେ କାମ କରିପାରିବ। ଯାହାର ମୁଣ୍ଡ ଖୁବ୍ ଥଣ୍ଡା, ଯିଏ ଶାନ୍ତ ଏବଂ ସର୍ବଦା ଉତ୍ତମ ରୂପେ ବିଚାର କରି କାର୍ଯ୍ୟ କରିଥାଏ, ଯାହାର ସ୍ନାୟୁ ସହଜରେ ଉତ୍ତେଜିତ ହୁଏ ନାହିଁ ଏବଂ ଯାହାର ଗଭୀର ପ୍ରେମ ଓ ସହାନୁଭୂତି ଅଛି, କେବଳ ସେ ହିଁ ସଂସାରରେ ଭଲ କାମ କରେ ଏବଂ ପରୋକ୍ଷରେ ନିଜର କଲ୍ୟାଣ ସାଧନ ମଧ୍ୟ କରେ। ମତାନ୍ଧମାନେ ନିର୍ବୋଧ, ସହାନୁଭୂତିହୀନ। ସେମାନେ ଜଗତକୁ ତ ସଳଖ କରିପାରନ୍ତି ନାହିଁ, ନିଜେ ମଧ୍ୟ ପବିତ୍ରତା ଓ ପୂର୍ଣ୍ଣତା ଲାଭ କରିପାରନ୍ତି ନାହିଁ। ତୁମ ଇତିହାସ ଲିଖିତ ମେ ଫ୍ଲାୱାର ଜାହାଜରୁ ଆଗତ ବ୍ୟକ୍ତିମାନଙ୍କ କଥା କ'ଣ ସ୍ମରଣ ନାହିଁ? ଯେତେବେଳେ ସେମାନେ ପ୍ରଥମେ ଏ ଦେଶକୁ ଆସିଲେ ସେତେବେଳେ ସେମାନେ ପ୍ୟୁରିଟାନ୍ ଥିଲେ। ନିଜକୁ ଖୁବ୍ ପବିତ୍ର ଓ ସାଧୁ ପ୍ରକୃତି ବିଶିଷ୍ଟ ବୋଲି ମନେ କରୁଥିଲେ। କିନ୍ତୁ ଅତି ଶୀଘ୍ର ହିଁ ସେମାନେ ଅନ୍ୟ ବ୍ୟକ୍ତିଙ୍କ ପ୍ରତି ଅତ୍ୟାଚାର ଆରମ୍ଭ କଲେ। ମାନବ ଜାତିର ଇତିହାସରେ ସର୍ବତ୍ର ହିଁ ଏହିପରି ଦେଖାଯାଏ। ଯେଉଁମାନେ ନିଜେ ଅତ୍ୟାଚାର ଭୟରେ ପଳାଇ ଆସନ୍ତି ସେମାନେ ପୁଣି ସୁବିଧା ପାଇଲେ ଅନ୍ୟ ଉପରେ ଅତ୍ୟାଚାର ଆରମ୍ଭ କରନ୍ତି। ମୁଁ ଦୁଇଟି ଅଦ୍ଭୁତ ଜାହାଜର କଥା ଶୁଣିଅଛି। ପ୍ରଥମ ନୟାର ଆର୍କ ଓ ଦ୍ୱିତୀୟ ମେ ଫ୍ଲାୱାର। ଇହୁଦୀଗଣ କହନ୍ତି ସମଗ୍ର ସୃଷ୍ଟି ନୟାର ଆର୍କରୁ, ପୁନଶ୍ଚ ମାର୍କିନଗଣ କହନ୍ତି ପୃଥିବୀର ପ୍ରାୟ ଅର୍ଦ୍ଧେକ ଲୋକ ମେ ଫ୍ଲାୱାର ଜାହାଜରୁ ଆସିଛନ୍ତି। ଏ ଦେଶରେ ଯାହା ସହିତ ମୋର ଦେଖା ହୁଏ ଏପରି ଖୁବ୍ କମ୍ ଲୋକ ଦେଖିବାକୁ ମିଳେ ଯିଏକି ନ କହେ ଯେ ତାଙ୍କ ପିତାମହ ବା ପ୍ରପିତାମହ ମେ ଫ୍ଲାୱାର ଜାହାଜରୁ ଆସିନାହାନ୍ତି। ଏହା ପୁଣି ଅନ୍ୟ ଏକ ପ୍ରକାରର ମତାନ୍ଧତା। ମତାନ୍ଧମାନଙ୍କ ମଧ୍ୟରୁ ଶତକଡ଼ା ଅନ୍ତତଃ 90 ଜଣଙ୍କର ଯକୃତ ଦୂଷିତ, ଅଥବା ସେମାନେ ଅଜୀର୍ଣ୍ଣ ରୋଗଗ୍ରସ୍ତ, ନତୁବା ସେମାନଙ୍କର କୌଣସି ନା କୌଣସି ବ୍ୟାଧି ଅଛି। କ୍ରମଶଃ ଚିକିତ୍ସକଗଣ ବୁଝିବେ ଯେ ମତାନ୍ଧତା ଏକ ପ୍ରକାର ରୋଗ ବିଶେଷ। ମୁଁ ଏହା ଯଥେଷ୍ଟ ଦେଖିଛି। ପ୍ରଭୁ ମୋତେ ଏହି ମତାନ୍ଧତାରୁ ରକ୍ଷା କରନ୍ତୁ। ଏହି ମତାନ୍ଧତା ସମ୍ବନ୍ଧରେ ମୋର ଯେଉଁ ଟିକକ ଅଭିଜ୍ଞତା ଅଛି ସେଥିରୁ ମୋଟାମୋଟି ମୁଁ ଏହି ସିଦ୍ଧାନ୍ତରେ ଉପନୀତ ହୋଇଅଛି ଯେ ଆମର କୌଣସି ପ୍ରକାର ମତାନ୍ଧତା ବା ଏକବାଗିଆ ଭାବ ସଂସ୍କାର କାର୍ଯ୍ୟ ସହିତ ମିଶିବାର ପ୍ରୟୋଜନ ନାହିଁ। ତୁମେ କ'ଣ କହିବାକୁ ଚାହଁ ଯେ ମଦ୍ୟପାନ ନିବାରକ ମତାନ୍ଧମାନେ ମାତାଲମାନଙ୍କୁ ବାସ୍ତବିକ ଭଲ ପାଆନ୍ତି? ମତାନ୍ଧମାନଙ୍କର ମତାନ୍ଧ ହେବାର କାରଣ ଏହି ଯେ ସେମାନେ ଏହି ମତାନ୍ଧତା କରି ନିଜେ କିଛି ଲାଭର ପ୍ରତ୍ୟାଶା କରନ୍ତି। ଯୁଦ୍ଧ ଶେଷ ହେବା ମାତ୍ରେ ଏମାନେ ଲୁଣ୍ଠନ ପାଇଁ ଅଗ୍ରସର ହୁଅନ୍ତି। ଏହି ମତାନ୍ଧ ଦଳରୁ ବାହାରି ଆସିପାରିଲେ ବୁଝିବ କିପରି ପ୍ରକୃତରେ ଭଲ ପାଇବାକୁ ହୁଏ ଏବଂ ସହାନୁଭୂତି ପ୍ରଦର୍ଶନ କରାଯାଏ। ସେତିକିବେଳେ ତୁମ ପକ୍ଷରେ ମାତାଲ ପ୍ରତି ସହାନୁଭୂତି ପ୍ରଦର୍ଶନ କରିବା ସମ୍ଭବ ହେବ। ସେତିକିବେଳେ ବୁଝିବ ସେ ମଧ୍ୟ ତୁମରି ପରି ଜଣେ ମନୁଷ୍ୟ। ସେତିକିବେଳେ ତୁମେ ବୁଝିବାକୁ ଚେଷ୍ଟା କରିବ ଯେ ନାନା ଅବସ୍ଥା ଚକ୍ରରେ ପଡ଼ି ତା'ର କ୍ରମଶଃ ଅବନତି ଘଟିଛି। ଆଉ ବୁଝିବ ତୁମେ ଯଦି ତା ଭଳି ଅବସ୍ଥାରେ ପଡ଼ିଥାନ୍ତ ହୁଏତ ଆତ୍ମହତ୍ୟା କରିଥାନ୍ତ। ମୋର ଜନୈକା ମହିଳାଙ୍କ କଥା ମନେ ପଡ଼ୁଛି। ତାଙ୍କର ସ୍ୱାମୀ ଥିଲେ ଘୋର ମାତାଲ। ସ୍ତ୍ରୀ ଲୋକଟି ମୋ ନିକଟରେ ତାଙ୍କ ସ୍ୱାମୀଙ୍କର ଅତ୍ୟଧିକ ପାନଦୋଷ ପାଇଁ ଅଭିଯୋଗ କରନ୍ତି। ମୋର କିନ୍ତୁ ନିଶ୍ଚିତ ଧାରଣା ଅଧିକାଂଶ ଲୋକ ସେମାନଙ୍କର ସ୍ତ୍ରୀଙ୍କ ଦୋଷ ହେତୁ ହିଁ ମାତାଲ ହୋଇଥାନ୍ତି। ତୋଷାମଦ କରିବା ମୋର କାମ ନୁହେଁ। ମୋତେ ସତ୍ୟ କହିବାକୁ ପଡ଼ିବ। ଯେଉଁ ସବୁ ଅବାଧ୍ୟ ସ୍ତ୍ରୀମାନଙ୍କ ମନରୁ ସହିବା ଗୁଣ ଏକାବେଳକୁ ଚାଲିଯାଇଛି ଏବଂ ଯେଉଁମାନେ ସ୍ୱାଧୀନତା ସମ୍ବନ୍ଧରେ ଭ୍ରାନ୍ତ ଧାରଣାର ବଶବର୍ତ୍ତୀ ହୋଇ କହିଥାନ୍ତି ଯେ ସେମାନେ ପୁରୁଷମାନଙ୍କୁ ନିଜ ହାତ ମୁଠାରେ ରଖିବେ ଏବଂ ଯେତେବେଳେ ପୁରୁଷମାନେ ସାହସ ଅବଲମ୍ବନ ପୂର୍ବକ ଚିତ୍କାର କରି ଅରୁଚିକର କଥା କହି ଉଠନ୍ତି ଯେ ଏପରି ନାରୀଗଣ
ଜଗତର ମହା ଅକଲ୍ୟାଣକର ହୋଇ ଦେଖା ଦେଇଛନ୍ତି ଏବଂ ଏହିମାନଙ୍କ ଅତ୍ୟାଚାରରେ ଜଗତର ଅର୍ଦ୍ଧେକ ଲୋକ ଯେ କାହିଁକି ଏପର୍ଯ୍ୟନ୍ତ ଆତ୍ମହତ୍ୟା କରୁନାହାନ୍ତି ଏହା ଆଶ୍ଚର୍ଯ୍ୟର ବିଷୟ। ଏହି ନାରୀଗଣ ଅର୍ଦ୍ଧାସନ ପୀଡ଼ିତ ପ୍ରଚାରକ ଗଣଙ୍କୁ ସେମାନଙ୍କ ପଟକୁ ଟାଣି ନେଉଛନ୍ତି। ଆଉ ସେମାନେ କହୁଛନ୍ତି, ମହିଳାଗଣ ଆପଣମାନେ ହିଁ ଜଗତରେ ସର୍ବାପେକ୍ଷା ଆଶ୍ଚର୍ଯ୍ୟ ଜୀବ। ଏ କଥା ଶୁଣି ଏହି ରମଣୀଗଣ ଏହି ପ୍ରଚାରକମାନଙ୍କ ସମ୍ବନ୍ଧରେ କହନ୍ତି, ଇଏ ହେଉଛନ୍ତି ଆମ ପକ୍ଷର ପ୍ରଚାରକ। ପୁଣି ସେମାନେ ଏମାନଙ୍କୁ ଟଙ୍କା ପଇସା ଓ ଅନ୍ୟାନ୍ୟ ଦ୍ରବ୍ୟ ଦିଅନ୍ତି। ଏହିପରି ଭାବରେ ହିଁ ଜଗତ ଚାଲିଛି। କିନ୍ତୁ ଜୀବନ ତ ଏପରି ଗୋଟିଏ ନାଟ ତାମସା ନୁହେଁ। ଜୀବନରେ ଗଭୀର ଭାବରେ ପ୍ରଣିଧାନ ଓ ଆଲୋଚନା କରିବାର ଅନେକ ବିଷୟ ରହିଛି। ବର୍ତ୍ତମାନ ମୁଁ ତୁମମାନଙ୍କୁ ଆଜିର ବକ୍ତୃତାର ମୁଖ୍ୟ ବିଷୟଗୁଡ଼ିକର ପର୍ଯ୍ୟାଲୋଚନା କରିବାକୁ କହୁଅଛି। ପ୍ରଥମତଃ ଆମମାନଙ୍କୁ ମନେ ରଖିବାକୁ ହେବ ଯେ ଆମେ ସମସ୍ତେ ଜଗତ ନିକଟରେ ଋଣୀ। ଜଗତ କିନ୍ତୁ ଆମ ନିକଟରେ ଟିକିଏ ହେଲେ ଋଣୀ ନୁହେଁ। ଆମ ସମସ୍ତଙ୍କର ପରମ ସୌଭାଗ୍ୟ ଯେ ଆମେ ଜଗତର କିଛି କରିବାର ସୁଯୋଗ ପାଇଅଛୁ। ଜଗତକୁ ସାହାଯ୍ୟ କରିବାକୁ ଯାଇ ଆମେ ପ୍ରକୃତରେ ନିଜର ହିଁ କଲ୍ୟାଣ କରିଥାଉ। ଦ୍ୱିତୀୟତଃ ଏହି ଜଗତରେ ଜଣେ ଈଶ୍ୱର ଅଛନ୍ତି ଏହା ଭାବିବା ଭୁଲ ଯେ ଏହି ଜଗତ ଗୋଟାଏ ସ୍ରୋତରେ ଭାସି ଚାଲିଛି ଏବଂ ତୁମର କିମ୍ବା ମୋର ସାହାଯ୍ୟ ପାଇଁ ଅପେକ୍ଷା କରିଛି। ଈଶ୍ୱର ଜଗତରେ ସର୍ବଦା ହିଁ ବିଦ୍ୟମାନ ଅଛନ୍ତି। ସେ ହେଉଛନ୍ତି ଅବିନାଶୀ, ଅବିରତ, କ୍ରିୟାଶୀଳ। ତାଙ୍କର ସତର୍କ ଦୃଷ୍ଟି ସର୍ବତ୍ର ପରିବ୍ୟାପ୍ତ। ଯେତେବେଳେ ସମଗ୍ର ବିଶ୍ୱ ନିଦ୍ରିତ ସେତେବେଳେ ସେ ଜାଗ୍ରତ ଥାନ୍ତି। ସେ ଅବିରତ କାର୍ଯ୍ୟ କରୁଛନ୍ତି। ଜଗତରେ ଯେଉଁ ସବୁ ପରିବର୍ତ୍ତନ ଓ ବିକାଶ ଦେଖାଯାଏ ସେସବୁ ତାଙ୍କରି କାର୍ଯ୍ୟ। ତୃତୀୟତଃ ଆମେ କାହାରିକୁ ଘୃଣା କରିବା ଉଚିତ ନୁହେଁ। ଏ ଜଗତ ଚିରଦିନ ଶୁଭ ଅଶୁଭର ମିଶ୍ରଣ ହୋଇ ରହିବ। ଆମର କର୍ତ୍ତବ୍ୟ ଦୁର୍ବଳ ପ୍ରତି ସହାନୁଭୂତି ପ୍ରକାଶ କରିବା ଏବଂ ଅନିଷ୍ଟକାରୀକୁ ମଧ୍ୟ ଭଲ ପାଇବା। ଏ ଜଗତ ହେଉଛି ଗୋଟିଏ ବିରାଟ ନୈତିକ ବ୍ୟାୟାମଶାଳା। ଏଠାରେ ଆମେ ସମସ୍ତଙ୍କୁ ଅଭ୍ୟାସ ସ୍ୱରୂପ ବ୍ୟାୟାମ କରିବାକୁ ହେବ, ଯେପରି ଦିନକୁ ଦିନ ଆମେ ଅଧିକରୁ ଅଧିକ ଆଧ୍ୟାତ୍ମିକ ଶକ୍ତି ଲାଭ କରିପାରୁ। ଚତୁର୍ଥତଃ ଆମେ କୌଣସି ପ୍ରକାର ମତାନ୍ଧତାର ବଶବର୍ତ୍ତୀ ହେବା ଉଚିତ ନୁହେଁ। କାରଣ ମତାନ୍ଧତା ହେଲା ପ୍ରେମର ବିପରୀତ। ମତାନ୍ଧ ହଠାତ୍ କହି ପକାଏ, ମୁଁ ପାପୀକୁ ଘୃଣା କରେ ନାହିଁ, ପାପକୁ ଘୃଣା କରେ। କିନ୍ତୁ ପ୍ରକୃତପକ୍ଷେ ପାପୀ ଓ ପାପ ମଧ୍ୟରେ ପାର୍ଥକ୍ୟ ରଖୁଥିବା ଜଣେ ଲୋକ ଦେଖିବା ପାଇଁ ମୁଁ ଦୂର ଦୂରାନ୍ତରକୁ ମଧ୍ୟ ଯିବା ପାଇଁ ପ୍ରସ୍ତୁତ। ଏପରି କହିବା ଖୁବ୍ ସହଜ। ଯଦି ଆମେ ଉତ୍ତମ ରୂପେ ଦ୍ରବ୍ୟ ଓ ଗୁଣ ମଧ୍ୟରେ ପାର୍ଥକ୍ୟ ଲକ୍ଷ୍ୟ କରିପାରୁ ତେବେ ତ ଆମେ ସିଦ୍ଧ ହୋଇଯିବୁ। ଏପରି କରିବା ସହଜ ନୁହେଁ। ଅଧିକନ୍ତୁ ଆମେ ଯେତେ ଧୀରସ୍ଥିର ହେବା ଏବଂ ଆମର ସ୍ନାୟୁ ସମୂହ ଯେତେ ଶାନ୍ତ ହେବ ଆମେ ସେତେ ଅଧିକତର ପ୍ରେମଶୀଳ ଏବଂ କର୍ମଦକ୍ଷ ହେବୁ। ଓಂ ଶାନ୍ତି 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 ହରି ଓಂ ତତ୍ସତ୍।